ଶ୍ରୋତା ବନ୍ଧୁ, ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା। ନବଯୌବନ ଓ ନେତ୍ରୋତ୍ସବ ପରେ ଆଷାଢ଼ ଶୁକ୍ଳ ପକ୍ଷର ଏହି ଦ୍ୱିତୀୟ ଦିନରେ ମହାପ୍ରଭୁ ଶ୍ରୀ ଗୁଣ୍ଡିଚା ବିଜେ କରନ୍ତି। ଏହାକୁ ଶ୍ରୀ ଗୁଣ୍ଡିଚା ଯାତ୍ରା ବା ଘୋଷଯାତ୍ରା ମଧ୍ୟ କୁହାଯାଏ। ପୃଥିବୀର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ଭକ୍ତଗଣ ଛୁଟି ଆସନ୍ତି ତାଙ୍କର ପ୍ରିୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ସ୍ୱରୂପକୁ ଦର୍ଶନ କରିବା ପାଇଁ। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଛେ ଏକ ସୁନ୍ଦର ଆଲେଖ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନେଇ, ଯାହାର ଶୀର୍ଷକ ହେଉଛି ଅଣସରରୁ ନବଯୌବନ। ଏ ଆଲେଖର ରଚୟିତା ହେଉଛନ୍ତି ବିଶିଷ୍ଟ ଆଲୋଚକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଶତପଥୀ। ଆଲେଖର ଶୀର୍ଷକ ହେଉଛି ଅଣସରରୁ ନବଯୌବନ। କୋଟି କୈବଲ୍ୟନାଥ ମଣିମା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ କଳିଯୁଗର ଅବତାରୀ ଭାବେ ବର୍ଣ୍ଣନା କରି ଭକ୍ତ କବି ବଳରାମ ଦାସ ତାଙ୍କର ବେଦାନ୍ତ ସାର ଗୁପ୍ତ ଗୀତାରେ ଉଲ୍ଲେଖ କରିଛନ୍ତି, ସର୍ବଦା ନୀଳାଦ୍ରିରେ ସ୍ଥିତି ଏଥୁ ସକଳ ଜାତ ହୁନ୍ତି, ସମସ୍ତ ଅବତାର ମାନ ଜାତ ହୋଇଣ ପଶିପୁଣ। ପତିତ ଜନଙ୍କ ମଙ୍ଗଳ କରିବାକୁ ହେଲେ ମହାପ୍ରଭୁଙ୍କୁ ସ୍ୱୟଂ ପତିତ ମାନଙ୍କ ସ୍ତରକୁ ଆସି ସମସ୍ୟା ବୁଝିବାକୁ ହୁଏ। ତେଣୁ ପ୍ରଚଣ୍ଡ ରୌଦ୍ର ତାପରେ ଅସ୍ତବ୍ୟସ୍ତ ହୋଇ ଲଗାତାର 21 ଦିନ ଧରି ନରେନ୍ଦ୍ର ପୋଖରୀରେ ଚାପ ଖେଳିବା ପରେ ଶ୍ରୀଜୀଉମାନେ 108 ଗରାରେ ଶୀତଳ ଜଳରେ ସ୍ନାନ କରନ୍ତି। ଏହି ଜଳ ଶୀତଳା ଠାକୁରାଣୀ ଏବଂ ତାଙ୍କ ବାହନ ସିଂହ ମଧ୍ୟରେ ଥିବା ସୁନା କୂଅରୁ ଆସିଥାଏ। ଅଧିକ ଥଣ୍ଡା ଜଳରେ ସ୍ନାନ କରିଥିବାରୁ ସାଧାରଣ ବ୍ୟକ୍ତି ଯେପରି ଜ୍ୱର ବା ଥଣ୍ଡାରେ ପଡ଼େ, ମହାପ୍ରଭୁ ମଧ୍ୟ ଅଧିକ ଥଣ୍ଡା ଜଳରେ ସ୍ନାନ କରିଥିବାରୁ ଅନୁରୂପ ଭାବରେ ଜ୍ୱରରେ ଆକ୍ରାନ୍ତ ହୁଅନ୍ତି ଏବଂ ଏହା ପ୍ରକୃତରେ ତାଙ୍କର ମାନବୀୟ ଲୀଳା। ଦେବସ୍ନାନ ପୂର୍ଣ୍ଣମୀ ଏବଂ ଶ୍ରୀଗୁଣ୍ଡିଚାର ମଧ୍ୟବର୍ତ୍ତୀ କାଳୀନ ଏକ ବିଧି ହେଉଛି ଅଣସର ବା ଅନବସର। ଜ୍ୟେଷ୍ଠ ପୂର୍ଣ୍ଣିମା ଠାରୁ ନେତ୍ରୋତ୍ସବ ବା ଆଷାଢ଼ ଅମାବାସ୍ୟା ପର୍ଯ୍ୟନ୍ତ 15 ଦିନ କାଳ ଠାକୁରମାନେ ଅଣସର ପିଣ୍ଡିରେ ଅର୍ଥାତ୍ ଜଗନ୍ନାଥ ମନ୍ଦିରର ଜଗମୋହନରେ ଚନ୍ଦନ ଅର୍ଗଳି ନିକଟରେ ଥିବା ଏକ ସ୍ଥାନରେ ବିଜେ କରନ୍ତି। ଏହି ସମୟରେ ଠାକୁର ଦର୍ଶନ ସର୍ବସାଧାରଣଙ୍କ ପାଇଁ ନିଷିଦ୍ଧ। ଏହି 15 ଦିନ ପୂଜାରେ ଅଣସର ଘରେ କେବଳ ଦଇତା ସେବକମାନେ ଅର୍ଥାତ୍ ବିଶ୍ୱାବସୁଙ୍କ ବଂଶଧରମାନେ ସେବା କାର୍ଯ୍ୟ କରନ୍ତି। ବର୍ଷକ 12 ମାସ ମଧ୍ୟରୁ ପତି ମହାପାତ୍ର ବା ବ୍ରାହ୍ମଣମାନଙ୍କ ସେବା 11 ମାସ ଏବଂ ଦଇତାମାନଙ୍କ ସେବା 1 ମାସ। ଏହା ଆଷାଢ଼ କୃଷ୍ଣ ପ୍ରତିପଦାରୁ ନୀଳାଦ୍ରି ବିଜେ ଯାଏ 14 ଦିନ ଧରି କରାଯାଇଥାଏ। ବିଶ୍ୱାବସୁଙ୍କର ବଂଶଧର ଦଇତାପତିମାନଙ୍କର ଅଖଣ୍ଡ ଅଧିକାର। ମାତ୍ର ପ୍ରଭୁଙ୍କ ଲୀଳା ଯେମିତି ରହସ୍ୟମୟ, ତାଙ୍କର ଏହି ଅଣସର ଅବକାଶ ମଧ୍ୟ ସେହିପରି ଲୀଳାମୟ। ପୌରାଣିକ ମତରେ ଭକ୍ତ ଶବର ବିଶ୍ୱାବସୁର ସ୍ମୃତି ଚାରଣ ଏବଂ ତା ବଂଶଧର ଦଇତାପତିମାନଙ୍କୁ ଏକ ବିଶେଷ ସେବା ଅଧିକାର ବା ପରିଚୟ ଦେବା ଲାଗି ଏହା ପ୍ରଭୁଙ୍କର ଏକ ମାନବୀୟ ଲୀଳା। ଅଣସର ସମୟର ଅନ୍ୟ ଏକ ପ୍ରାସଙ୍ଗିକ କାରଣ ହେଲା ଠାକୁରଙ୍କର ରଙ୍ଗ ବୋଳା ପାଇଁ ସମୟ ଓ ସୁଯୋଗ ସୃଷ୍ଟି କରିବା। ଦେବସ୍ନାନ ପୂର୍ଣ୍ଣିମା ଦିନ 108 ଗରା ଜଳରେ ସ୍ନାନ କରାଯିବାରୁ ରଙ୍ଗ ସବୁ ଛାଡ଼ିଯାଏ। ତେଣୁ ନୀଳାଦ୍ରି ମହୋଦୟ ଅନୁସାରେ ଅଣକସର ବା ଅଣସର ପ୍ରଭୁଙ୍କୁ ଲାଗି କରାଯାଏ। ଅଣସରରେ ବିଦ୍ୟାପତି ବଂଶଧର ଶୁଦ୍ଧ ସୁଆରମାନେ ରୋଷ ଘରେ ମୁଗ ରଗଡ଼ି ଅଟକାଳି କରି ତାହାକୁ ଠାକୁରଙ୍କ ଶ୍ରୀଅଙ୍ଗରେ ଲେପନ କରନ୍ତି। ଏହି ମୁଗ ବାଟଣା ବା ଲେପ ଘଷିବା ଦ୍ୱାରା ପ୍ରଭୁଙ୍କ ଶ୍ରୀଅଙ୍ଗରେ ଏକ ବୋଳ ବସିଯାଏ, ଫଳରେ ପୂର୍ଣ୍ଣାଙ୍ଗ ରଙ୍ଗ କାମ କରିବା ପାଇଁ ସୁବିଧା ହୋଇଥାଏ। କୁହାଯାଏ, ସ୍ନାନ ପରେ ଯେତେବେଳେ ପ୍ରଭୁଙ୍କ ଶ୍ରୀ ଅଙ୍ଗରୁ ସମସ୍ତ ବସନ ବାହାର କରାଯାଏ, ସଦା ଲୁକ୍କାୟିତ ଥିବା ପ୍ରଭୁଙ୍କ ଦିବ୍ୟ ମୂର୍ତ୍ତି ପରିଲକ୍ଷିତ ହୁଏ। ଉତ୍କଳରେ ପୁରାଣ ଓ ଗ୍ରନ୍ଥମାନଙ୍କରେ ଏହି ଗୋପନୀୟ ମୂର୍ତ୍ତିକୁ ନଗ୍ନ ଭାବରେ ଦେଖିବା ପାପ ବୋଲି ବର୍ଣ୍ଣନା ଅଛି।
ସ୍ନାନ ପୂର୍ଣ୍ଣିମାରେ ବଡ଼ ଦେଉଳକୁ ଫେରି ଚନ୍ଦନ ଅର୍ଗଳି ନିକଟରେ ଅଣସର ପିଣ୍ଡି ବା ବଲ୍ଲଭ ପିଣ୍ଡିରେ ତ୍ରିମୂର୍ତ୍ତି ଅବସ୍ଥାନ କରନ୍ତି। ମୂର୍ତ୍ତିମାନଙ୍କୁ ଅଣସର ପଟି ବା ଡୋରା ଦ୍ୱାରା ଆବୃତ କରି ରଖାଯାଏ ଏବଂ ଚିତ୍ରକାରମାନେ ନେତ୍ରୋତ୍ସବ ପର୍ଯ୍ୟନ୍ତ ମୂର୍ତ୍ତିର ରଙ୍ଗ କରିଥାନ୍ତି। କିମ୍ବଦନ୍ତୀ କହେ ଯେ ମୂର୍ତ୍ତିକାରମାନଙ୍କ ଦ୍ୱାରା ରଙ୍ଗଦାନ ପର୍ଯ୍ୟାୟଟି ଅତୀତର ଇନ୍ଦ୍ରଦ୍ୟୁମ୍ନ, ରାଣୀ ଗୁଣ୍ଡିଚା ଓ ବିଶ୍ୱକର୍ମାଙ୍କ ସ୍ମୃତିକୁ ମନେ ପକାଇ ଦେଇଥାଏ। ଅଣସର ସମୟରେ ଅଣସର ଗୃହରେ ଦାରୁମୂର୍ତ୍ତିମାନଙ୍କ ବଦଳରେ ପଟିଦିଅଁଙ୍କୁ ପୂଜା କରାଯାଇଥାଏ। ବଳଭଦ୍ରଙ୍କ ପଟିଦିଅଁ ବାସୁଦେବ, ଦେବୀ ସୁଭଦ୍ରାଙ୍କର ପଟିଦିଅଁ ଭାବେ ଯାଜ୍ଞସେନୀ ବା ଭୁବନେଶ୍ୱରୀ ଓ ଜଗନ୍ନାଥଙ୍କ ପଟିଦିଅଁ ଭାବେ ନାରାୟଣ ପୂଜା ପାଆନ୍ତି। ତେବେ ଦାରୁଦେବତାମାନେ ରତ୍ନ ସିଂହାସନରେ ଯେପରି ପୂଜା ପାଆନ୍ତି, ପଟ୍ଟଚିତ୍ରଗୁଡ଼ିକ ସେହି ଆକୃତିର ନୁହେଁ। କାଷ୍ଠ ନିର୍ମିତ ସୁଦୃଶ୍ୟ ଆସନରେ ବସିଥିବା ପରି ଅଙ୍କିତ ହୋଇଥିବା ଚିତ୍ରରେ ସମସ୍ତ ଦିଅଁ 4 ହାତ ଓ 2 ପଦ ବିଶିଷ୍ଟ ହୋଇ ପଦ୍ମାସନରେ ବସିଥାନ୍ତି। ବଳଭଦ୍ରଙ୍କ କଳେବର ଶ୍ଵେତ ବର୍ଣ୍ଣରେ ଚିତ୍ରିତ ହୋଇଥାଏ। 4 ହାତରେ ଶୋଭା ପାଏ ଶଙ୍ଖ, ଚକ୍ର, ଗଦା ଓ ହଳ। ହଳଦୀ ବର୍ଣ୍ଣା ସୁଭଦ୍ରା 2 ଊର୍ଦ୍ଧ୍ୱ ହସ୍ତରେ ପଦ୍ମ ଧରିଥାନ୍ତି ଓ ନିମ୍ନ ହସ୍ତ 2ଟି ଥାଏ ବରଦା ମୁଦ୍ରାରେ। କଳା ରଙ୍ଗରେ ଚିତ୍ରିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଚତୁହସ୍ତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମରେ ସୁଶୋଭିତ ଥାନ୍ତି। ସମସ୍ତ ଦେବତାଙ୍କ ପୃଷ୍ଠପଟ୍ଟ ଗାଢ଼ ନାଲି ରଙ୍ଗ ହୋଇଥାଏ। ଅଣସର ପଟି ତିନୋଟିକୁ ବଂଶାନୁକ୍ରମେ କେତେକ ଚିତ୍ରକର ଖୁବ୍ ନିଷ୍ଠାରେ ପ୍ରସ୍ତୁତ କରିଥାନ୍ତି। ଚିତ୍ର ପାଇଁ ଧଳା ରଙ୍ଗ ଶଙ୍ଖ ଚୂର୍ଣ୍ଣରୁ ପ୍ରସ୍ତୁତ ହେଉଥିବା ବେଳେ କଳା ରଙ୍ଗ ନିମନ୍ତେ ପୋଲାଙ୍ଗ ଦୀପର କଳା, ହିଙ୍ଗୁଳରୁ ନାଲି, ହରିତାଳରୁ ହଳଦିଆ ଓ ଖଣ୍ଡନୀଳରୁ ନୀଳ ରଙ୍ଗ ପ୍ରସ୍ତୁତ କରାଯାଇଥାଏ। ସ୍ନାନ ପୂର୍ଣ୍ଣିମା ଦିନ ଗଭୀର ରାତିରେ ବାଇଦ ବାଜଣା ସହ ଚିତ୍ରକାରମାନେ ଅଣସର ପଟିଗୁଡ଼ିକୁ ମନ୍ଦିରକୁ ଆଣନ୍ତି। ଆଷାଢ଼ ପ୍ରତିପଦାରୁ ଅମାବାସ୍ୟା ଯାଏ ଏକ ପକ୍ଷ ବ୍ୟାପୀ ଏହି ପଟି ଦେବତାଙ୍କ ଆଗରେ ଭୋଗ ବଢ଼ାଯାଏ। ଅଣସର ଘରେ ଠାକୁରମାନଙ୍କୁ ପଣା ଓ ଚକଟା ଭୋଗ ଆଦି କରାଯାଉଥିବା ବେଳେ ପଟି ଦିଅଁଙ୍କୁ ଅନ୍ନଭୋଗ କରାଯାଇଥାଏ। ଗର୍ଭଗୃହକୁ ଲାଗି ଦକ୍ଷିଣ ଘରୁ ସେବାୟତମାନେ 7 ଗୋଟି ଚଳନ୍ତି ପ୍ରତିମା ଆଣି ଅଣସର ଘର ବାହାର ପଟେ ପକାଯାଇଥିବା ଗୋଟିଏ ଖଟ ଉପରେ ରଖନ୍ତି। ବଳଭଦ୍ରଙ୍କ ଆସ୍ଥାନ ପାଖରେ ରାମ, ନୃସିଂହ ଓ ଦୋଳଗୋବିନ୍ଦଙ୍କ ବିଗ୍ରହ ରହେ। ସୁଭଦ୍ରାଙ୍କ ପାଖରେ ରହେ ଶ୍ରୀଦେବୀ ଅର୍ଥାତ୍ ଲକ୍ଷ୍ମୀଙ୍କ ସୁବର୍ଣ୍ଣ ବିଗ୍ରହ ଓ ଭୂଦେବୀ ଅର୍ଥାତ୍ ସରସ୍ୱତୀଙ୍କ ରୂପା ବିଗ୍ରହ ଦ୍ୱୟ ଏବଂ ଶ୍ରୀ ଜଗନ୍ନାଥଙ୍କ ସମ୍ମୁଖରେ ରହେ ମଦନ ମୋହନ ଓ କୃଷ୍ଣଙ୍କ ପ୍ରତିମୂର୍ତ୍ତି। ଏହି ସମୟରେ ଭକ୍ତମାନେ ଜଗନ୍ନାଥଙ୍କ ବଦଳରେ ବ୍ରହ୍ମଗିରିର ଅଲାରନାଥଙ୍କୁ ବିଷ୍ଣୁ ରୂପରେ ଦର୍ଶନ କଲେ ଦେବଲୋକରେ ସ୍ଥାନ ମିଳେ। ଏହି ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁ ମାନବୀୟ ଲୀଳା ପ୍ରଦର୍ଶନ କରନ୍ତି। ଅଣସର ଘରେ ଅସୁସ୍ଥ ଝିଅମାନଙ୍କ ଚିକିତ୍ସା ଆରମ୍ଭ ହୋଇଯାଏ। ସ୍ନାନ ମଣ୍ଡପରେ ଅତ୍ୟଧିକ ସ୍ନାନ ହେତୁ ଓଦା ପାଟ ବସ୍ତ୍ରକୁ ଅଣସର ଗୃହରେ ଓଲାଗି କରାଯାଏ। ଏହାକୁ ଶ୍ରୀଅଙ୍ଗ ଫିଟା କୁହାଯାଏ। ଏହି ସମୟରେ ଦାରୁ ରୂପକୁ କରାଳ ରୂପ କରାଯାଏ। ଶ୍ରୀଅଙ୍ଗ ଫିଟା ଓ କରାଳ ହେଉଛି ଶ୍ରୀଅଙ୍ଗ ନିରାପତ୍ତା ପାଇଁ ଏକ ପ୍ରତିଷେଧକ ବ୍ୟବସ୍ଥା। କରାଳ କର୍ମ ଆଷାଢ଼ କୃଷ୍ଣ ପ୍ରତିପଦରୁ ଚତୁର୍ଥୀ ମଧ୍ୟରେ ହୋଇଥାଏ। ବିଗ୍ରହ ଗୁଡ଼ିକର ମରାମତି ସହ ଠାକୁରମାନଙ୍କର ଅଙ୍ଗର ବସ୍ତ୍ରକୁ ଉତାରି କରାଳ କାମ କରାଯାଏ। ଶ୍ରୀଅଙ୍ଗରେ ଲାଗିଥିବା କସ୍ତୁରୀ, ଝୁଣା ଓ ଚୁଆ ଚନ୍ଦନ ପ୍ରଲେପକୁ ଅଲଗା କରାଯାଏ। ଅଲଗା ହୋଇଥିବା ପଦାର୍ଥମାନଙ୍କୁ କରାଳ କୁହାଯାଏ। ଆଷାଢ଼ କୃଷ୍ଣ ପଞ୍ଚମୀରୁ ସପ୍ତମୀ ତିଥି ମଧ୍ୟରେ ଅଣସରରେ କେତେକ ସ୍ୱତନ୍ତ୍ର ନୀତିରେ ପାଟକନାକୁ ଛେଚି ବିଗ୍ରହମାନଙ୍କ ଦେହରେ ଛକି ପଡ଼ିଲା ଭଳି ବନ୍ଧାଯାଏ। ତା ଉପରେ ଚନ୍ଦନ ଲାଗି କରାଯାଏ। ଏହାକୁ ପଇତା ଲାଗି କୁହାଯାଏ। ବିଗ୍ରହରେ ଯେଉଁ ଲେପ ଦିଆଯାଏ ତାହା ଏହି ପଇତା ଲାଗି ପରେ ଦୃଢ଼ ହୋଇଯାଏ। ଏହି ସମୟରେ ବଡ଼ ଓଡ଼ିଆ ମଠ ପ୍ରଭୁଙ୍କ ସେବା ପାଇଁ ଆବଶ୍ୟକୀୟ ପଦାର୍ଥ କର୍ପୂର, ଚୁଆ, ପରଖ, ପିଙ୍ଗଳ ଓ ରାଶି ତେଲ ଯୋଗାଇଥାନ୍ତି। ଏହା ପୂର୍ବ ବର୍ଷ ହେରା ପଞ୍ଚମୀ ଠାରୁ ମାଟି ତଳେ ପୋତା ହୋଇ ରଖାଯାଇଥାଏ। ଏହାକୁ ଫୁଲୁରି ତେଲ ଲାଗି କହନ୍ତି। ଏହି ତେଲକୁ ଶ୍ରୀ ତେଲ ମଧ୍ୟ କୁହାଯାଏ। ଏହା ସପ୍ତମୀ ଦିନ ପ୍ରଭୁଙ୍କର ଶ୍ରୀଅଙ୍ଗରେ ଲେପ ଦିଆଯାଏ। ଏହି ସମୟରେ ଶ୍ରୀଜୀଉଙ୍କ ପାଖରେ ଆମ୍ବ, ପଣସ, ଛେନା, କ୍ଷୀର, ସର, ରାବିଡ଼ି, ପଣା ଆଦି ଭୋଗ ଲାଗୁଥିବା ବେଳେ କୌଣସି ପ୍ରକାରର ଆଡ଼ମ୍ବରପୂର୍ଣ୍ଣ କାର୍ଯ୍ୟ କରାଯାଏ ନାହିଁ। ଭୋଗ ସମୟରେ ଘଣ୍ଟ ବାଜେ ନାହିଁ। ଅଣସର ଗୃହରେ ଠାକୁରମାନଙ୍କୁ ଧଳା ବସ୍ତ୍ର, ସୁବାସହୀନ ଧଳା ଫୁଲ ଲଗାଯାଏ ଏବଂ ଦଇତା ଓ ପତି ମହାପାତ୍ର ସେବକମାନେ ମଧ୍ୟ ଏକବସ୍ତ୍ରୀ ଧଳା ବସ୍ତ୍ର ପରିଧାନ କରନ୍ତି। ଏହି ସମୟରେ ଅନ୍ୟ କୌଣସି ସେବକ ଅଣସର ଗୃହରେ ପ୍ରବେଶ କରିବା ନିଷେଧ।
ଆଷାଢ଼ କୃଷ୍ଣ ଅଷ୍ଟମୀ ଦିନ ଶ୍ରୀଜୀଉମାନଙ୍କୁ କପଡ଼ା ବନ୍ଧନ କରାଯାଏ। ଶ୍ରୀ ତୈଳ ଘଷାଯିବା ପରେ କ୍ଷୀର ଅରୁଆ ଚାଉଳ ରନ୍ଧାଯାଇ ପଟ୍ଟସୂତ୍ରରେ ମର୍ଦ୍ଦନ କରାଯାଇ ବନ୍ଧାଯାଏ। ଏହି ପଟ୍ଟସୂତ୍ର ଶ୍ରୀ ଅଙ୍ଗ ଲାଗି ହୋଇଥିବାରୁ ଏହାକୁ ଶ୍ରୀ କପଡ଼ା କୁହାଯାଏ। ସେହି ଦିନର ଉତ୍ସବକୁ ଶ୍ରୀ କପଡ଼ା ଉତ୍ସବ ବା ପଟ୍ଟା ବନ୍ଧନ ଉତ୍ସବ କୁହାଯାଏ। ଆଷାଢ଼ କୃଷ୍ଣ ନବମୀ ତିଥିରେ ଶ୍ରୀ କପଡ଼ା ବନ୍ଧାଯିବା ପରେ ଶ୍ରୀଜୀଉମାନଙ୍କ ସର୍ବାଙ୍ଗରେ ଏକ ଲେପ ଦିଆଯାଏ। ଏହି ଲେପ ଚନ୍ଦନ, କର୍ପୂର, ରାଶି ତେଲ ଏବଂ ଝୁଣା ଇତ୍ୟାଦି ମିଶ୍ରଣରେ ପ୍ରସ୍ତୁତ କରାଯାଏ। ଏହି ଲେପନକୁ ମସୃଣ ଲେପନ କୁହାଯାଏ। ଆଷାଢ଼ କୃଷ୍ଣ ଦଶମୀ ଦିନ 3ଟି ମୁଗୁନି ପଥରର ଚକା ଅଣସର ପିଣ୍ଡିରେ ରଖାଯାଇ ବିଗ୍ରହଙ୍କୁ ଏକ ଚକା ଉପରେ ବିଜେ କରାଯାଏ। ପାରମ୍ପରିକ ରୀତି ମତେ ଦଶମୀ ତିଥିରେ ଶ୍ରୀ ବିଗ୍ରହମାନଙ୍କୁ ଆରୋଗ୍ୟ ହେବା ନିମନ୍ତେ ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ମୋଦକ ସେବନ କରିବାକୁ ଦିଆଯାଇଥାଏ। ଦଶମୂଳ ମୋଦକ ବେଲ, ଛେଲି, ଗମ୍ଭାରୀ, ଫଣଫଣା, ଅଗବଥୁ, କୃଷ୍ଣପର୍ଣ୍ଣି, ଶାଳପର୍ଣ୍ଣି, ଅକ୍ରାନ୍ତି, ପାଟେଳି ଓ ଲମ୍ବି କୋଳି ଆଦି ଚେରମୂଳିରୁ ପ୍ରସ୍ତୁତ କରାଯାଇଥାଏ। ରାଜବୈଦ୍ୟମାନେ ପ୍ରସ୍ତୁତ କରିଥିବା ଦଶମୂଳ ମୋଦକକୁ ପତି ମହାପାତ୍ର ସେବକ ଠାକୁରମାନଙ୍କୁ ଭୋଗ କରିବା ପରେ ଅଣସର ଘରେ ଶୋଇ ରହିଥିବା ଝିଅମାନେ ଉଠି ଚକା ଉପରକୁ ବିଜେ କରିଥାନ୍ତି। 3ଟି ପଥର ଚକତି ଉପରେ ଶ୍ରୀଜୀଉମାନଙ୍କୁ ଅବସ୍ଥାପିତ କରି କସ୍ତୁରୀ, କୁଙ୍କୁମ ଇତ୍ୟାଦି ଲେପନ କରାଯାଏ। ଏହି ଚକତିମାନଙ୍କ ମଧ୍ୟରୁ ଗୋଟିକରେ ଶ୍ରୀ ଜଗନ୍ନାଥ ଏବଂ ସୁଦର୍ଶନ ତଥା ଅନ୍ୟ ଗୋଟିଏ ଲେଖାଏରେ ଶ୍ରୀ ବଳଭଦ୍ର ଓ ସୁଭଦ୍ରା ଅବସ୍ଥାପିତ ହୁଅନ୍ତି। ଶ୍ରୀଜୀଉମାନଙ୍କର ଏହି କ୍ରିୟାକୁ ଚକ୍କା ବିଜେ କ୍ରିୟା କୁହାଯାଏ। ଆଷାଢ଼ କୃଷ୍ଣ ଏକାଦଶୀ ତିଥିରେ ଶ୍ରୀଜୀଉମାନଙ୍କୁ ଚନ୍ଦନ, କର୍ପୂର, ଜୁଆ, କସ୍ତୁରୀ ଓ କୁଙ୍କୁମ ଇତ୍ୟାଦି ମିଶ୍ରିତ କରି ଲେପନ କରାଯାଏ। ଠାକୁରମାନେ ଧୀରେ ଧୀରେ ସୁସ୍ଥ ହୋଇଥିବାରୁ ଏକାଦଶୀ ଠାରୁ ଅଣସର ଘରେ ଠାକୁରମାନଙ୍କୁ ପୂଜା ସମୟରେ ଘଣ୍ଟ ବାଜିବା ସହ ଭୋଗରେ ତୁଳସୀ ପଡ଼ିଥାଏ। ଏହି ତିଥିକୁ ଚନ୍ଦନ ଲାଗି କୁହାଯାଏ। ସେହିଦିନ ରାତିରେ ବିଗ୍ରହମାନଙ୍କୁ ଖଡ଼ି ଲେପ ଦିଆଯାଏ, ଯାହାକୁ ଖଡ଼ି ଲାଗି କୁହନ୍ତି। ମହାପ୍ରଭୁଙ୍କର ଦେହରେ ଯେଉଁ ଔଷଧ ଲାଗି ହୁଏ ତାହା ଏକ ସ୍ୱତନ୍ତ୍ର ପଦ୍ଧତିରେ ପ୍ରସ୍ତୁତ ହୁଏ। ରାଶି ତେଲରେ ଝୁଣା, କର୍ପୂର, କସ୍ତୁରୀ, କେତେକ ସୁଗନ୍ଧିତ ଦ୍ରବ୍ୟ ମିଶାଯାଇ ଏହା ରନ୍ଧାଯାଏ। ଶ୍ରୀଅଙ୍ଗରୁ ଯେଉଁ ଔଷଧ, କରାଳ, ଚନ୍ଦନ ଓ ପାଟ ଡୋର ଝରି ପଡ଼େ ତାହା ରୂପା ଥାଳିରେ ସଂଗ୍ରହ ହୁଏ। ଏହାକୁ ଶ୍ରୀଅଙ୍ଗ ନିର୍ମାଲ୍ୟ କୁହାଯାଏ। ଏହାକୁ ନେଇ ଦଇତାପତି ଓ ପତି ମହାପାତ୍ର ସେବକମାନେ ଶ୍ରୀ ନହରକୁ ଯାଇ ଗଜପତି ମହାରାଜଙ୍କୁ ଦେଖା କରନ୍ତି ଏବଂ ଶ୍ରୀଜୀଉଙ୍କ ସୁସ୍ଥ ହେବା ଖବର ଦିଅନ୍ତି। ଶ୍ରୀନଅର ମଧ୍ୟରେ ଆନନ୍ଦର ବାତାବରଣ ଖେଳିଯାଏ। ତେଣୁ ଆଷାଢ଼ କୃଷ୍ଣ ଦ୍ୱାଦଶୀ ତିଥିକୁ ଓଷୁଅ ଲାଗି ଓ ରାଜପ୍ରସାଦ ବିଜେ ଭାବରେ ବର୍ଣ୍ଣନା କରାଯାଏ। ଆଷାଢ଼ କୃଷ୍ଣ ତ୍ରୟୋଦଶୀ ବା ଅଣସର ତ୍ରୟୋଦଶୀ ଦିନ ଶ୍ରୀଜୀଉମାନଙ୍କର ଘଣା ଲାଗି ଓ ପାଟଡୋରି, ଖଡ଼ି ପ୍ରସାଦ ଓ ଖଳି ପ୍ରସାଦ ଲାଗି ହୁଏ। ଗହମ ଗୁଣ୍ଡ କନାରେ ଛଣା ହୋଇ ଖଳି ପ୍ରସାଦ ପ୍ରସ୍ତୁତ ହୋଇଥାଏ ଏବଂ ଶଙ୍ଖକୁ ପୋଡ଼ି ଯେଉଁ ଭସ୍ମ ବାହାରେ ତାହା ଖଡ଼ି ପ୍ରସାଦ ଭାବରେ ପ୍ରଚଳିତ। ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଦତ୍ତ ମହାପାତ୍ର ସେବକମାନେ ଗାଁ ଢେଙ୍ଗୁଳ, ଶୁଦ୍ଧ ଶଙ୍ଖ, ଅଁଳା, ତମ୍ବା, କଜ୍ଜଳ, କୁଙ୍କୁମ, ହରିତାଳ, ଫୁଲଖଡ଼ି ଗୁଣ୍ଡ କରି ରାଶି ତେଲ ମିଶାଇ ଏକ ରଙ୍ଗ ପ୍ରସ୍ତୁତ କରନ୍ତି। ଏଥିରେ କସ୍ତୁରୀ ଓ କେଶର ପରି ବିରଳ ସୁଗନ୍ଧଯୁକ୍ତ ଦ୍ରବ୍ୟ ବ୍ୟବହାର କରାଯାଏ, ଯାହା ମହାପ୍ରଭୁଙ୍କୁ ତେଜିଆନ କରିଥାଏ। ଏହି ସେବାକୁ ବନକ ଲାଗି କୁହାଯାଏ। ଅବଶ୍ୟ ଏହି ସେବା ମାସକୁ 2 ଥର, ମୁଖ୍ୟତଃ ବୁଧବାର ହୋଇଥାଏ। ଦାରୁମୂର୍ତ୍ତିଙ୍କର ମୁଖମଣ୍ଡଳର ସୌନ୍ଦର୍ଯ୍ୟକରଣ, ଝିଅମାନଙ୍କର ରୂପ, କାମ ଏବଂ ଶୃଙ୍ଗାର ବେଶ କରାଯାଏ। ଚକା, ଅସରପ, କନା ଓ ତୁଳାରେ ଯନ୍ତ୍ର ଆକାରରେ ପ୍ରସ୍ତୁତ ହୋଇଥିବା ଏବଂ ଶାସ୍ତ୍ରୀୟ ବିଧିରେ ତଥା ସାବର ତନ୍ତ୍ର ପରମ୍ପରାରେ ସଂସ୍କାରିତ ହୋଇଥିବା ଏକ କୋମଳ ଚକା ସଦୃଶ ଗୋଲ ଆସନ, ନୂଆ କନା ଓ ତୁଳାରେ ଦରଜୀମାନଙ୍କ ଦ୍ୱାରା ତିଆରି ଏହି ଗୋଲ ତକିଆକୁ ଅସରପ କୁହାଯାଏ। ଅଣସର ସମୟରେ ଏହାକୁ ବିଗ୍ରହଙ୍କୁ ଲାଗି କରାଯାଏ। ଏହାକୁ ଚକ ଅସରପ ନୀତି କୁହାଯାଏ। ଏହା ହିଁ ଅଣସରର ଶେଷ ନୀତି। ଏହି ସେବା କରୁଥିବା ସେବକ ହେଉଛନ୍ତି ଚକା ଅସରପ ସେବକ। ଶ୍ରୀଜୀଉମାନେ ଆଷାଢ଼ ଅମାବାସ୍ୟା ତଥା ଉଭା ଅମାବାସ୍ୟା ତିଥିରେ ଧାରଣ କରୁଥିବା ବିଶେଷ ବେଶ ହେଉଛି ନବଯୌବନ ବେଶ। ଖଡ଼ି ଲାଗି ଓ
ବନକ ଲାଗି ପରେ ମହାପ୍ରଭୁଙ୍କ ପ୍ରତିମା ନୂଆ ପରି ଉଜ୍ଜଳ ଦିଶୁଥିବାରୁ ଏହାକୁ ନବଯୌବନ କୁହାଯାଇଥାଏ। ନବଯୌବନର ଦିନର ପ୍ରାତଃ କାଳରେ ନେତ୍ରୋତ୍ସବ ପାଳନ କରାଯାଏ। ଠାକୁରମାନଙ୍କୁ ସମାନ୍ତର ସ୍ଥିତିରେ ରଖାଯାଇ ସେମାନଙ୍କୁ ଉପଯୁକ୍ତ ଭାବେ ଚିତ୍ରିତ କରାଯାଏ। 3 ଜଣ ଦତ୍ତ ମହାପାତ୍ର ଆସି ରତ୍ନସିଂହାସନ ନିକଟରେ 3 ଗୋଟି ରୂପା ବଟାରେ କଳା ତିଆରି କରିଥାନ୍ତି। 3 ଜଣ ପୂଜା ପଣ୍ଡା 3ଟି କାଠିରେ ନେତ୍ର ଲାଗି କରନ୍ତି। ଏହି ସେବା ସରିବା ପରେ ନେତ୍ରୋନ୍ମୀଳନ ନୀତି ପାଳିତ ହୁଏ। ଏଥିରେ ପ୍ରତ୍ୟେକ ଠାକୁରଙ୍କ ଉଭୟ ଚକ୍ଷୁରେ ତୁଳସୀ ପତ୍ର ସାହାଯ୍ୟରେ ଔଷଧି ପ୍ରୟୋଗ କରାଯାଇଥାଏ। ଏତଦ୍ ପରେ କଜ୍ଜଳ ଲାଗି କରାଯାଏ। ନେତ୍ରୋନ୍ମୀଳନ ପରେ ଶ୍ରୀଜୀଉମାନଙ୍କର କ୍ଷୁଧା ଫେରି ଆସିଥାଏ ଏବଂ ସ୍ନାନ ଯାତ୍ରା ପରେ ସେମାନେ ପ୍ରଥମ ଥର ପାଇଁ ରାଜଭୋଗ ଗ୍ରହଣ କରିଥାନ୍ତି। ଏହାପରେ ଜନସାଧାରଣ ନବଯୌବନ ରୂପରେ 3 ଠାକୁରଙ୍କ ପ୍ରଥମ ଦର୍ଶନ ଲାଭ କରିଥାନ୍ତି। ଏପରି ମନୋରମ ଦର୍ଶନ ଅଭିପ୍ରାୟ ନେତ୍ରମାନଙ୍କର ସମାଗମ ତଥା ଉତ୍ସବ କାରଣରୁ ଏହି ନୀତିକୁ କେହି କେହି ନେତ୍ରୋତ୍ସବ କହିଥାନ୍ତି। ନବଯୌବନ ଓ ନେତ୍ରୋତ୍ସବ ପରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ଦିନ ଶ୍ରୀ ଗୁଣ୍ଡିଚା ଯାତ୍ରା ବା ଘୋଷଯାତ୍ରା ଅନୁଷ୍ଠିତ ହୋଇଥାଏ। ରଥାରୂଢ଼ ଶ୍ରୀଜୀଉଙ୍କ ଦର୍ଶନ ଲାଭ ସୁଯୋଗକୁ ଶ୍ରଦ୍ଧାଳୁ ଭକ୍ତମାନେ ବର୍ଷବ୍ୟାପୀ ପ୍ରତୀକ୍ଷା କରିଥାନ୍ତି। କିଛି ଅଣହିନ୍ଦୁ ଏବଂ ଯେଉଁ ଭକ୍ତମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ବାରଣ ଥାଏ, ସେଇମାନେ ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ ପାଇଁ ଛୁଟି ଆସିଥାନ୍ତି। ବହୁ ଦୂରଦୂରାନ୍ତରୁ ଏହି ଦିନ ଭକ୍ତବତ୍ସଳ ମହାପ୍ରଭୁଙ୍କ ବାମନ ରୂପୀ ବେଶକୁ ରଥ ଉପରେ ଦେଖିଲେ କୋଟି ଜନ୍ମର ପାପ କ୍ଷୟ ହୋଇ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ର ବିଦିତ। ଉଲ୍ଲେଖ ଅଛି, ଦୋଳେ ଚ ଦୋଳ ଗୋବିନ୍ଦମ୍ ଚାପେ ଚ ମଧୁସୂଦନମ୍ ରଥେ ତୁ ବାମନମ୍ ଦୃष्ट्वा ପୁନର୍ଜନ୍ମ ନ ବିଦ୍ୟତେ ରଥେ ତୁ ବାମନମ୍ ଦୃष्ट्वा ପୁନର୍ଜନ୍ମ ନ ବିଦ୍ୟତେ। ଶ୍ରୋତାବନ୍ଧୁ, ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସାହିତ୍ୟ ସଂସ୍କୃତି ଚିନ୍ତନ ଆମର ଚ୍ୟାନେଲ ତରଫରୁ ଆପଣମାନଙ୍କ ଉଦ୍ଦେଶ୍ୟରେ ଅଣସରରୁ ନବଯୌବନ ଶୀର୍ଷକ ଏକ ଆଲୋଚନା ଆମେ ଉପସ୍ଥାପନ କଲୁ। ଏହାର ଲେଖକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଶତପଥୀ। ଆଜିର ଏହି ଅଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା, ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ। ଜୟ ଶ୍ରୀ ଜଗନ୍ନାଥ।